जय श्री राधे कृष्णा बंधुगण मोर श्रीजी भक्ति चैनल को आपण मानक स्वागत। आज आम शुणा नाम रत्न गीता। आज अध्याय आम श्रवण करवा क्या चांडाल कहवा एवं स्पर्श दोष कथा। कौन दान कले केउ पुण्य मिले एवं केउ आसन रे बसी जप कले केउ परि पुण्य प्राप्त हुए। जप किपरि करवा उचित, केउ मालारे जप कले केते गुण फल मिली थाए। ताहले आसंतु आज श्रवण करवा नामरत्न गीतार पंचम अध्याय। मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। आदौ देवकी देवी गर्भजननम् गोपी गृहे वर्धनम् मायापुतन जीवितापहरणम् गोवर्धन धारणम् कंसोच्छेदनं कौरवादिहननम् कुन्ती सुता पालनम् एतत् श्रीमद्भागवतं पुराणकथितम् श्रीकृष्ण लीलामृतम्। अनाम्न जायते नाम नामासाक्षर संभव अक्षरा जायते मूर्तिः मूर्तिमन्तं प्रकाशयेत्। नामरत्न गीता पंचम अध्याय। अर्जुन बोइले प्रभु पाइली परते आदि अंत करीण कहिल जहा मोते। तुम्भ श्रीमुखरु जे शुणिली दृढ़ कथा एबे से फेडिला मोर हृदयर व्यथा। आबर कथाए प्रभु तुम्भଙ୍କୁ पचारू धर्म कथा उदय होइला केउठारू। केवल प्रकारे धर्म होइला वासना नाश जाई के मन्ते श्रीमुखे कहकिना। श्रीहरि बोइले पार्थ कहुअछु तोते धर्मर महिमा तुझे पचारिलु मोते। सत्यरु उदय धर्म दयारु वर्धित क्षमा करे धर्म को स्थापिला बोली पार्थ। जेउ प्राणी ठारे हिंसा अहंकार थाई से लोक मानक ठारे धर्म नाश जाई। कृष्ण कथा जेउ लोक न शुणई कर्ण चांडाल बोली ताकू बोलीटी अर्जुन। अर्जुन बोइले प्रभु पचारुछि मुहि जेउ कथा मोर आगे कहिल गोसाई। शास्त्रर प्रथरे प्रभु एहा मोते देखा जेउ लोक माने होंती चांडाल रे लेखा। श्रीहरि बोइले शुण पंडुर नंदन पूर्वे जहा कहिछंती धर्म निरंजन। ब्राह्मण होइण जेबे त्रिसंध्यान कला चांडाल रे लेखा सेही अधर्म को गला। द्विजवर जेबे होई न पढ़ई वेद क्रियाहीन ब्राह्मणर देह नुहे शुद्ध। एमानंकु अर्जुन चांडाल बोली भासी संथ जन गोष्ठी रे से न पारई पसी। दशन न घसी जे आहार आग खाई पाद न धोई जेहु देवता पूजई। से प्राणी मानंकु पार्थ बोलीटी चांडाल तो आगे कहिलु शुण पंडुर दुलाल। माता पिता जाहार होइब अति वृद्धा पुत्र होई ताकू जेबे न कला सरधा। जेउ स्त्री 9 मास पुत्र गर्भे कला ता संगे जेउ पुरुष अंग संग
ହେଲା। ସେମାନଙ୍କୁ ଚାଣ୍ଡାଳରେ ଲେଖି ବୀର ପାର୍ଥ, ହତ୍ୟା କଲା ଦୋଷ ତାକୁ ହୁଅଇ ପ୍ରାପତ। ଅଗ୍ନି ଲଗାଇଣ ଯେହୁ ବାସ ଦିଏ ପୋଡ଼ି, ମଦିରା ପାନରେ ଯାର ଚିତ୍ତ ଥାଏ ବୁଡ଼ି। ଗାଈ ବାଛୁରୀକୁ ଯେ କରଇ ଭିନ୍ନ ଭିନ୍ନ, ଚାଣ୍ଡାଳ ବୋଲିଟି ତାକୁ ବୋଲିଟି ଅର୍ଜୁନ। ଅର୍ଜୁନ ବୋଇଲେ ତୁମ୍ଭେ ଶୁଣ ମହାବାହୁ, ଆବର କଥାଏ ପ୍ରଭୁ ମୋତେ ଆଜ୍ଞା ହେଉ। ଚାଣ୍ଡାଳମାନଙ୍କ କଥା ମୋତେ ଯେ କହିଲ, ଗାଈ ବାଛୁରୀ କି ଭିନ୍ନ କରେ ଯେ ବୋଇଲ। ଏଥକୁ କଥାଏ ପ୍ରଭୁ କହ ପ୍ରତିବୋଧ, ଏକାଠାରେ ଥିଲେ ସେ କେମନ୍ତେ ଦେବ ଦୁଧ। ଜାତ କଲା ଜନନୀର ପୁତ୍ର ଥିବ କୋଳେ, ବାଛୁରୀ କି ନ ଦେଇଣ ରଖିଥିବ ବଳେ। ଶ୍ରୀହରି ବୋଇଲେ ଯାହା ପଚାରିଲୁ ମୋତେ, କଥାର ପରମ ସନ୍ଧି କହିଦେବା ତୋତେ। ଗାଈ ବାଛୁରୀକୁ ବାନ୍ଧିଥିବ ଏକ ଠାବ, ଦେଖା ଦେଖି ହେଉଥିଲେ ଦୁଃଖ ପାଶୋରିବ। ଗାଈ ବାଛୁରୀ କି ଭିନ୍ନା ଭିନ୍ନ ଯେ କରିବ, ଦୃଷ୍ଟି ପଥେ ନେଇ ଗାଈ ବାଛୁରୀ ବାନ୍ଧିବ। ବାଛୁରୀକୁ ଦେଖି ଗାଈ ଉପେକ୍ଷିବ ଦୁଃଖ, ପୁତ୍ର ହିଁ ମାତାକୁ ଦେଖି ପାଉଥିବ ସୁଖ। ବିଚ୍ଛେଦ ନୋହିବେ ସେହୁଥିବେ ଏକଠାବେ, ଏକାନ୍ତ କରିଣ ବାନ୍ଧିଥିବ ଦୃଷ୍ଟି ଭାଗେ। ତେଣୁ କରି ତୋହ ଆଗେ କହିଲୁ ଅର୍ଜୁନ, ଏମନ୍ତ ପ୍ରକାରେ ଯେ କରିବ ଭିନ୍ନା ଭିନ୍ନ। ଦେଖା ଦେଖି ହେଉଥିବେ ନ ପାଇବେ ବ୍ୟଥା, ଗୃହସ୍ଥକୁ ଶୁଭ କର୍ମ ଅଟେ ଏହୁ କଥା। ତୈଳ ଅଙ୍ଗେ ଲଗାଇଣ ସ୍ନାନ ଯେ ନ କରେ, ଯାର ଅଙ୍ଗେ ଲାଗଇ ସେ ମୃତ୍ୟୁ ଦୋଷ ତାରେ। ସ୍ତ୍ରୀ ସଙ୍ଗ ହୋଇ ଯେବେ ସ୍ନାନ ନ କରି, ସେମାନଙ୍କ ଦେହ ହାତେ ଚାଣ୍ଡାଳରେ ସରି। ଏକା ପୁରୁଷକୁ ଯେ ଭାରି ଯା ଦୁଇ ମନ୍ଦ, ଏକକୁ ଭଲେ ପାଳଇ ଆରକେକୁ ଦ୍ୱନ୍ଦ। ମନ୍ଦ ଦୃଷ୍ଟି କରି ଯେହୁ ନ ପାରଇ ଦେଖି, ଏ ଲୋକମାନଙ୍କୁ ପାର୍ଥ ଚାଣ୍ଡାଳରେ ଲେଖି। ମୁଣ୍ଡ କାଟ ଡରେ ଯେ ଶରଣ ଯାଇ ପଶି, ସେ ଲୋକ ତାହାକୁ ଯେବେ ପକାଇବ ନାଶି। ସେ ପ୍ରାଣୀ କି ଚାଣ୍ଡାଳରେ ଲେଖି ବୀର ପାର୍ଥ, ସହସ୍ରେ ଜନ୍ମ ହୁଅଇ ପଶୁ ଗର୍ଭେ ଜାତ। ଦ୍ରବ୍ୟ ଦେବା ପାଇଁ ଯାକୁ ଦେଇଥାଇ ଆସ, ପଛେ ଆସି ମାଗିଲେ ସେ କରଇ ନିରାଶ। ଆଶା ଦେଇ ନିରାଶା କରନ୍ତି ଯେଉଁ ପ୍ରାଣୀ, ସେ ପ୍ରାଣୀମାନଙ୍କୁ ପାର୍ଥ ଚାଣ୍ଡାଳରେ ଗଣି। ପର ସ୍ତ୍ରୀ ହରିଣ ଭାର୍ଯ୍ୟାକୁ ଯେହୁ ମାରି, ସେ ପ୍ରାଣୀ କି ଚାଣ୍ଡାଳରେ ଲେଖା ସିନା କରି। ସହସ୍ରେକ ଶ୍ୱାନ ଯୋନି ଲଭଇ ସେ ଲୋକ, କୁମ୍ଭୀପାକ ନରକେ ସେ ହୁଏ କୃମି ପୋକ। ଜନ୍ତୁପତି ନାମେ ସେ ସୂର୍ଯ୍ୟଙ୍କ ତନୁଜ, ଜନ୍ତୁମାନଙ୍କର ପରେ ସେହୁ ମହାରାଜ। ତାହାଙ୍କ ଜୀବିକା ପାର୍ଥ ନାହିଁ ଆଉ ଆନ, କଷତୁଲ କରୁଥାଇ ପାପ ପୁଣ୍ୟମାନ। ଲଲାଟ ପଟରେ ବିହି ଲେଖା ପଢ଼ି କରି, ଏକକୁ ଭଲେ ପାଳଇ ଆନେ ବନ୍ଦୀ କରି। ସମଦୃଷ୍ଟି କରି ଯେହୁ ନ ପାରଇ ଦେଖି, ଏ ଲୋକମାନଙ୍କୁ ପାର୍ଥ ଚାଣ୍ଡାଳରେ ଲେଖି।
ଦୋଷକୁ ବିଚାରି ଦଣ୍ଡ ଦେଉଥାଇ ବସି, ନିର୍ଦ୍ଦୋଷ ଲୋକଙ୍କୁ ଆଉ ନ ପାରଇ କଷି। ନ ଜାଣିଲା ଲୋକକୁ ସେ ହୋଇଥାଇ ଯମ, ତେଡ଼େ ଲୋକ ହୋଇ ପାର୍ଥ ଆଉ ନାହିଁ ଧର୍ମ। ଦିନବାର ନକ୍ଷତ୍ର ବୁଝଇ ପାଞ୍ଜି ଘେନି, ପ୍ରାଣ ଗଲା ବେଳେ ତାହା ନ ପାରଇ ଚିହ୍ନି। ଯେ ବଣ ଲୋକର ଆୟୁ ଥାଇ ବୀର ପାର୍ଥ, ଶିରଛେଦି ପକାଇଲେ ନ ମରଇ ସେ ତ। ଆୟୁ ଯେବେ ନଥାଇ କ୍ଷଣକେ ଯାଇ ପ୍ରାଣ, ଆୟୁଷ ଥିଲା ଲୋକ ଲୁହା ଠାରୁ ଟାଣ। ଆୟୁ ଥିଲା ଲୋକକୁ ଔଷଧ ନେଇ ମୁଖେ, କିଛି ନ ଦେଲେ ସେ ଜିଅଇ ମହା ସୁଖେ। ଆୟୁଷ ଯେବେ ନଥିବ କୋଟି ରସ ଖାଉ, ଲକ୍ଷେ ଟଙ୍କା ଦେଲେ ସେ ଯେ ନ ଜିଅଇ ଆଉ। ଆୟୁଷ ଥିବା ନଥିବା ନ ଜାଣନ୍ତି କେହି, ତେଣୁ ସିନା ମହା ଚିନ୍ତା ପାଉଥାଇ ଦେଇ। ମୁନିମାନେ ଶାସ୍ତ୍ରରେ ଔଷଧ କଲେ ଯାହା, ବାଡ଼କୁ ବତାଏ କରି ଭିଡ଼ି ଅଛି ତାହା। ସେ କଥାଇ ନାସ୍ତି କିମ୍ପା କରିବା ଅର୍ଜୁନ, ରିଷ୍ଟ ଶାନ୍ତି ନିମନ୍ତେ ଯେ ଗ୍ରହ ପୂଜା ମାନ। ଦାନରେ ଦୁର୍ଗତି କ୍ଷୟ ବୋଲୁଥାନ୍ତି ଟିକି, ଆୟୁଷ ନଥିଲେ କେହି ନ ପାରନ୍ତି ରଖି। ଅର୍ଜୁନ ବୋଇଲେ ପ୍ରଭୁ ଶୁଣ ମୋ ବଚନ, କେଉଁ ଦାନ ଦେଲେ ପୂର୍ବେ ହୁଏ କେତେ ପୁଣ୍ୟ। ଶ୍ରୀହରି ବୋଇଲେ ପୁଚ୍ଛା କଲୁ ପାର୍ଥ ଯାହା, ପଦେ ପଦେ କରି ତୋତେ କହଇ ମୁଁ ତାହା। 10 ଗାବ ଦାନ ଦେଲେ ଯେତେ ହୁଏ ଠୁଳ, ଏକ ଧେନୁ ଦାନ କଲେ ଯେତେ ହୁଏ ଫଳ। 10 ଧେନୁ ଦାନ ଦେଲେ ପୁଣ୍ୟ ହୁଏ ଯେତେ, ବୃଷଭ ଗୋଟିକେ ପାର୍ଥ ଫଳ ହୁଏ ତେତେ। 10 ବୃକ୍ଷ ଦାନ ଦେଲେ ହୁଏ ଯେତେ ଭଲ, ଏକା ପୋଖରୀ ଗୋଟିକେ ତେତେ ପୁଣ୍ୟ ଫଳ। 10 ପୋଖରୀ ଖୋଳିଲେ ଯେତେ ପୁଣ୍ୟ ହୋଇ, ଏକ କନ୍ୟା ଦାନ ଦେଲେ ତେତେ ଫଳ ପାଇ। 10 କନ୍ୟା ଦାନ ଦେଲେ ଯେତେ ଶୁଭ କର୍ମ, ଭୂମି ମାଣେ ଦାନ ଦେଲେ ତେତେ ହୁଏ ପୁଣ୍ୟ। ଶାଳ ଗ୍ରାମ ଶିଳା ଯେହୁ ଦେଇପାରେ ଦାନ, ତହିଁକି ଅର୍ଜୁନ କେହୁ ନୁହଇ ସମାନ। ଜୀବ ଦୃଢ଼ କରି ଜପୁଥିଲେ ମୋର ନାମ, କୋଟି କୋଟି ଦାନ ଯେ ତହିଁକି ନୋହି ସମ। ନାମ ଠାରେ ସବୁ ନାମ କର୍ମେ ଅଛି ଜଡ଼ି, ବିପ୍ର ସନ୍ନ୍ୟାସ ହୋଇଣ ସବୁ ଦିଏ ପୋଡ଼ି। ଅର୍ଜୁନ ବୋଇଲେ ତୁମ୍ଭେ ଶୁଣ ଦେବରାଏ, କେବଳ ଆସନେ ବସି ନାମ କରିଲଏ। କେବଳ ଆସନେ ପାଇ କେତେ ଫଳ ଶ୍ରୁତି, ଏହା ମୋତେ ବୁଝାଇ କହିବା ଶ୍ରୀପତି। ଶ୍ରୀହରି ବୋଇଲେ ବସ୍ତ୍ର ଆସନ ଯେ କରି, ଦରିଦ୍ର ପଥକୁ ସେ ଯେ ହୁଏ ଅଧିକାରୀ। ପଥର ଆସନ କଲେ
ବର୍ଦ୍ଧମାନ ଭୋଗ। ଭୂମି ଆସନରେ ପାର୍ଥ ନୋହେ ସୁଖ ଭୋଗ। କାଷ୍ଟରେ ଆସନ କଲେ କିଛି ନାହିଁ ପୁଣ୍ୟ। ନିଷ୍ଫଳ ବୋଲିଣ ତାକୁ ବୋଲିଟି ଅର୍ଜୁନ। ଏ ଚାରି ଆସନେ ପାର୍ଥ ବର୍ଦ୍ଧମାନ ଦୁଃଖ। ଶାସ୍ତ୍ରରେ କହିଛି ଏଥେ କିଛି ନାହିଁ ସୁଖ। ଆବର ଆସନ ତୋତେ କହିବା ବିବଛ। କୃଷ୍ଣାଜିନେ ଧନ ପୁତ୍ର ବ୍ୟାଘ୍ର ଚର୍ମେ ମୋକ୍ଷ। କୁଶରେ ଆସନ କଲେ ଜ୍ଞାନ ସିଦ୍ଧ ହୋଇ। କମଳ ଆସନେ ପାର୍ଥ ଚଉବର୍ଗ ପାଇ। ଅର୍ଜୁନ ବୋଇଲେ ପ୍ରଭୁ ପଚାରଇ ତୋତେ। ଆସନର ବିଧି ମତେ ଆଜ୍ଞା ଦେଲ ଯେତେ। ସବୁଦିନେ ସଂଯୋଗେ ପାଇବା ଅବା କାହିଁ। ନ ମିଳିଲା ଠାବରେ କି କରିବା ଗୋସାଇଁ। ଶ୍ରୀହରି ବୋଇଲେ ଯେବେ ନ ମିଳିବ ବୀର। ଏକଥାକୁ କଥା ଏକ ଅଛି ପ୍ରତିକାର। ଦ୍ୱାଦଶ ଆଙ୍ଗୁଳି ମାପି ତୀରଣ ଯେ ଘେନି। ଆସନ କରିଣ ବସି ତହିଁ ଫାଲଗୁନି। ଅର୍ଜୁନ ବୋଇଲେ ପ୍ରମାଣ କଥା ସିନା। କେତେବେଳେ ତୁମ୍ଭ ନାମ କରିବ ଭଜନା। କେବଳ ମାଳାରେ ହୁଏ କେତେ ଫଳଶ୍ରୁତି। ପ୍ରସନ୍ନ ହୋଇଣ ମତେ କହ ଦାଶରଥି। ଶ୍ରୀହରି ବୋଇଲେ ଏବେ କହିଦେବା ତୋତେ। ଅଙ୍ଗୁଳି ରେଖାରେ ପାର୍ଥ ଜପ କର ଯେତେ। ଅଷ୍ଟଗୁଣେ ପ୍ରାପତ ହୋଇ ତାକୁ ଫଳ। ଦ୍ୱାବିଂଶ ଗୁଣେ ଅଧିକ ହୋଏ ମୋତିମାଳ। ଶଙ୍ଖ ମଣି ମାଳେ ନାମ ଜପ କରେ ଯେହୁ। ଦ୍ୱାଦଶ ଗୁଣରେ ଫଳ ଶ୍ରୁତି ଲଭେ ସେହୁ। ଏ ମାଳେ ଜପିଲେ ଫଳ ସହସ୍ର ଗୁଣେ ଜାତ। ସ୍ଫଟିକରେ 10 ଗୁଣ ଶୁଣ ପଣ୍ଡୁସୁତ। ସୁବର୍ଣ୍ଣ ମାଳାରେ ଯେବେ ନାମ ଜପ ହୋଇ। କୋଟିଏ ଗୁଣରେ ତହିଁ ଫଳ ଶ୍ରୁତି ପାଇ। କୁଶ ଗ୍ରନ୍ଥି ମାଳରେ ଯେ ଅଛି 10 କୋଟି। ପଦ୍ମରେ 15 କୋଟି ଶୁଣ ହେ କିରୀଟି। ରୁଦ୍ରାକ୍ଷରେ 12 କୋଟି ଫଳ ଶ୍ରୁତି ହୋଇ। ତୁଳସୀ ମାଳର କଥା ଅନ୍ତ କରି ନୋହି। ମନରେ ଗୁଣିଣ ସେ ଯେ ନାମ ଜପ କରି। ଆଉ ମାଳ ମାନ ସବୁ ବିଷୟରେ ଭରି। ତେଣୁ କରି ତୋର ଆଗେ କହିଲୁ ଅର୍ଜୁନ। ସନ୍ତୋଷ ହୋଇବୁ ଟିକି ଶୁଣି ମୋର ନାମ। ଆସନର ବିଧି ଯେତେ କହିଲୁ ତ ପାଶ। ଗୀତରେ ଭଣିଲେ ହା ଦୀନ କୃଷ୍ଣ ଦାସ। ଇତି ଶ୍ରୀ ନାମରତ୍ନ ଗୀତାୟାଂ ଶ୍ରୀହରି ଅର୍ଜୁନ ସମ୍ବାଦେ ଚାଣ୍ଡାଳ ବିଧିମତ ଦାନମାଳା ଭଜନ ପ୍ରସ୍ତାବେ ନାମ ପଞ୍ଚମ ଅଧ୍ୟାୟ। ଷଷ୍ଠ ଅଧ୍ୟାୟ। ଅର୍ଜୁନ ଉବାଚ
अर्जुन बोइले तुम्भे शुण पीतवास कि द्रव्य छुईले जे किछि नाही दोष एक कथा विचारी एबे कह चक्रपाणी तुम्भ बिनुए संदेह के फेडिब पुणी श्रीहरि बोइले माछी विष्टारे जे बसे तहु जाई पुण देव तांक भोगे बसे निश्चिन्ते बसिन ताहा करई जे ग्रास एकथा गोटारे पार्थ किछि नाही दोष मंजारी जे उचिष्ट पदार्थ मान खाई सेही तुंड हांडी रे भरई पुण नेई एकथा गोटारे पार्थ दोष नाही किछि एमंत बोलिन जे शास्त्र रे कहिअछि निश्चिन्ते बसिन ताहा करई जे ग्रास एकथा गोटारे पार्थ किछि नाही दोष अछब स्त्रींकी जेबे शूद्र करे आस नहरी चुंबन देले किछि नाही दोष एक तो होइन जेबे लागी थाई तृण आड़के चांडाळ थिब आड़के ब्राह्मण एक थारे अर्जुन हो किछि दोष नाही एमंत बोलिन जे शास्त्र रे अछि कही अछब हांडी रे विप्र इडी देवनीर एक तो होइन जेबे लागिथिब धार एथिकी अर्जुन जान दोष किछि नाही सावधान होई शुण सुभद्रार साई एक वृक्ष गोटा करे बेनी जन चढ़ी डाळ करे शूद्र थिब डाळ करे हाड़ी एथिरे अर्जुन वीर किछि नाही दोष श्रीमुख वचन मोर शुणी हुओ तोष आबर कथाए शुण पंडुर दुलाल भूमि शଯ୍ୟା କରିଥିବ ଶୂଦ୍ର ଯେ ଚାଣ୍ଡାଳ ଦ୍ୱାଦଶ ଅଙ୍ଗୁଳି ଯେ ମଧ୍ୟରେ ଛାଡ଼ ଥାଇ ବିଚାରିଲେ ଦୋଷ ଏଥି କିଛି ଆଉ ନାହିଁ ନାବରେ ଶୂଦ୍ର ଚାଣ୍ଡାଳ ରାନ୍ଧି ଖାଉ ଅନ୍ନ ତହିଁ କିଛି ଦୋଷ ନାହିଁ ଶୁଣ ହୋ ଅର୍ଜୁନ देवता जात्रा उत्सवे क्षेत्रे अबाछुई एक थारे अर्जुन जे किछि दोष नाही गज कंध माड़ी जेबे बसिथिब हाड़ी शूद्र ही पछरे थिब हाते छाड़ी एक थारे अर्जुन जे किछि नाही दोष श्रीमुख वचन मोर शुणी हुओ तोष अर्जुन बोइले प्रभु पचारई तोते पर स्त्री हरण रे पाप हुए केते एहा मते विस्तारी कहिबा पद्मनाभ केमंत प्रकारे ताकू काहीं अछि ठाब केते केते दंडे ताकू जंतुपति दंडे पुण्यवंत जंतु को केमंत करी मंडे तुम्भंकु जे उबार छई केउ कथा श्रीमुखरे कही मोर फेड़ मन व्यथा
ଶ୍ରୀହରି ବୋଇଲେ ପର ସ୍ତ୍ରୀ ଯଦି ହରି ଇନ୍ଦ୍ରିକି କାଟିଣ ଯେବେ ଅନଳରେ ଭରି ତେବେ ସିନା ପାତକ ଥୋକାଏ ତାର ଜୀବ ଆବର ଜନ୍ମକୁ ତାର କିଛି କିଛି ଥିବ। ପର ସ୍ତ୍ରୀ ହରଣେ ଯେ ଚକ୍ଷୁ ହୁଏ ଅନ୍ଧ ଦେହେ କୁଷ୍ଠ ବ୍ୟାଧି ହୋଇ ନାଶ ଯାଇ କନ୍ଧ ଏକ ଜନ୍ମ ପାପ କଲେ ସତେ ଜନ୍ମ ଥାଇ କୁଳ ଧର୍ମ ବୁଡ଼ାଇଲେ ନାନା କଷ୍ଟ ପାଇ ଯେଉଁ ଲୋକମାନେ ପର ସ୍ତ୍ରୀ ହରି ଯାଆନ୍ତି କୁମ୍ଭୀପାକ ନର୍କରେ ପକାଇ ଜନ୍ତୁପତି ଶିମିଳି ବୃକ୍ଷରେ ବାନ୍ଧି କଣ୍ଟା ଛାଟ ପିଟି ଖୁର ନହୁରୁଣି ଘେନି ଦେହୁ ମାଂସ କାଟି ପାପୀ ଲୋକମାନଙ୍କୁ ବୈକୁଣ୍ଠପୁର ବଣା ସହଜେ ତବେନି ଚକ୍ଷୁ ହୋଇଥାଇ କଣା କେଶା କର୍ଷ କରି ଯମଦୂତେ ଘେନି ଯାଆନ୍ତି କୁମ୍ଭୀପାକ ନର୍କେ ନେଇ ତାହାକୁ ପକାନ୍ତି। ପୁଣ୍ୟବନ୍ତ ଲୋକଙ୍କୁ ହାଡ଼ ନାହିଁ କିଛି ରାଜଦାଣ୍ଡ ପ୍ରାୟ ତାକୁ ସବୁ ଦିଶୁଅଛି ଅମୃତ ମଣ ହିଁ ତାକୁ ଠାବେ ଠାବେ ଥାଇ ବିଷ୍ଣୁ ଦୂତେ ଘେନି ଯାନ୍ତି ରଥରେ ବସାଇ ଆଲଟ ଚାମର ତାକୁ ପଡୁଥାଇ ବାଟେ ହରି ହରି ଶବଦ ଶୁଭଇ କର୍ଣ୍ଣ ପୁଟେ ବିଷ୍ଣୁ ଦୂତ ମାନେ ତାକୁ ବହି ଘେନି ଯାଆନ୍ତି ସିଂହାସନେ ବସାଇ ଅମର ପଦ ଦିଅନ୍ତି ଅର୍ଜୁନ ବୋଇଲେ ପ୍ରଭୁ କହୁଅଛି ବଢ଼ି ନାରୀ ଚୋରି କରନ୍ତି ସେ ମନୁଷ୍ୟ ଅଗାଡ଼ି ପର ସ୍ତ୍ରୀ ହରଣ ଯେବେ ଅପୁତ୍ରିକ କଲା ଇହ ପର ଦୁଇ ଲୋକେ ପାପୀ ହୋଇ ମଲା ଅପକୀର୍ତ୍ତି ଲୋକ ମଲା ସଙ୍ଗେ ସରି କୌଣସି କଥାରେ ତାକୁ ଲେଖା ତ ନ କରି ତେଣୁ ତୁମ୍ଭ ଆଗେ ମୁଁ କହୁଛି ନନ୍ଦ ବସି ମଞ୍ଚପୁର ଭିତରେ ଜୀବନ୍ତା କେତେ ଅଛି ଶ୍ରୀହରି ବୋଇଲେ କହ ମନେ ଶୁଣ ବୀର ମୋହପାଦ ପଦ୍ମେ ସେବା ନାହିଁଟି ଯାହାର ସେ ଲୋକମାନଙ୍କୁ ହାଦେ ଲୋଚନେ ନ ଦେଖି ଜୀବନ୍ତାନ ବୋଲି ତାକୁ ମଲା ତୁଲେ ଲେଖି ମୋର ନାମ ବ୍ରହ୍ମ ଯେହୁ ମନ ସୂତ୍ରେ ଧରି ହୃଦ ପଦ୍ମ ମଧ୍ୟେ ଜପେ ଅତି ଯତ୍ନ କରି ସେହୁ ପ୍ରାଣୀ ବର ସେ ପଛକେ ମଞ୍ଚେ ରହୁ ଦିନେ ମାତ୍ର ଥିଲେ ତାକୁ ସରି ନୋହେ କେହୁ ଦେବ ଅଙ୍ଗ ଲୋକ ମୋତେ କରଇ ଭଜନା ସେହି ଲୋକମାନଙ୍କୁ ଜୀବନ୍ତା ବୋଲି ସିନା ଅସୁରାଦି ମାନଙ୍କୁ ମୋହର ନାମ ବିଷ କୋଟିଏ କଳ୍ପ ଥାଇ କରିବ ସେ କିସ ଯେ ମୋହର ନାମ ପାର୍ଥ ପାରିବଟି ଘେନି ଜାତି କୁଳ ତାହାର ନ ପୁଛି ଫାଲଗୁନି ଯେ ବଣ ଦାନବେ ମୋର ଶତ୍ରୁପଣ କଲେ ଶ୍ରୀହସ୍ତରେ ମରି ସେ ମୁକତ ହୋଇଗଲେ କୋପ ଭରେ ଦଣ୍ଡି ବୁଜାକୁ ଯେଉଁ ଦଣ୍ଡ ଅନ୍ତକାଳେ ପ୍ରାପତ ହୋଇ ସ୍ୱର୍ଗ ଖଣ୍ଡ ନାରୀ ଚୋରି ଖଚ ଯେ ଛାଡ଼ିବ ତିନି କଥା
जहीं थिब तहीं आउ नाही किछि व्यथा पादुका माडिन्य नित्य भुंजी थाई पान निंदा करिबाकु केही नुहंती भाजन प्रीतिरे हानि नाही कलिरे नाही लाभ मधुर कथारे पार्थ अछि सबु भाव पाप तेजी पुण्य रे जाहार मन अछि राजा जे ताहाको बोली न पारई किछ सत्य शांति दया क्षमा चरी जे थांती इहलोक मुक्ति से वैकुंठ को जाती कଳି द्वंद्व करई जे ताकू बोली मूढ़ कोप संघारिला लोक मोह ठारू बड़ मुखरे मधुर कही सत्य जेबे भासी स्वर्गर देवता मंचे बर दियंती आसी सेही भाषा खर कले विष प्राय मणि कोमल कहिले जे आनंद होंती प्राणी अनर्थ रे जस नाही रोग रूप नाश बरसा काल रे से करंती परवास संग्रामे कुट विचारे नासे जेउ जन एते लोक दुख पांती शुण हो अर्जुन अर्जुन बोइले तुम्भे शुण हे गोसाई तपन करिब मने पचारुछि मुई अशेष ब्रह्मांड तुम्भे गर्भगते भर कोप छार गोटा कुत संहार न कर श्रीहरि बोइले जाहा पचारिलु मोते एथिर प्रस्ताव कथा कहिदेब तोते पंचभूत घेनिण 25 परकृति आयुष तुटिले सेहु नाश जाइथांती अशेष ब्रह्मांड मु गर्भरे अछि धरी कोप प्रकृति की पार्थ संहारी न पारी तेणु करी जेउ लोक संघरहितम से पुरुष मानकु जे बोलई उत्तम प्रकृति निबारी जेबे धैर्य धइला से कथाई आंभ ठारू अधिक होइला अर्जुन बोइले तुम्भे शुणी मासीपति केमंत प्रकारे से जे 25 प्रकृति भिन्न भिन्न करी न बुझाई मते कह शुणी करी अळप हसिले नंद पुओ श्रीहरि बोइले क मने शुण वीर गुप्त शास्त्र हो जे गुरुर भंडार एक कथा गोटा को जेबे बलिला तो चित बुझाई कहिबा तुह शुण वीर पार्थ पृथ्वी जे आप तेज पवन आकाश देहरे भूत प्रकृति होई 25 सेही भावे तोर आगे कही देबा बाबू ଯାହାର ଯେତେକ ନାମ ବୁଝାଇବା ସବୁ ପୃଥିବୀ ପଞ୍ଚ ପ୍ରକୃତି ବୀର ପାର୍ଥ ଶୁଣ ହାଡ଼ ମଜା ଚର୍ମ ରୋଗ ମାଉସ ପ୍ରମାଣ ଏମନ୍ତ ପ୍ରକାରେ ଶୁଣ ସେହୁ ପଞ୍ଚ କଥା ଦେହ ଘେନି କରି ଯାହା ଲିହିଛି ବିଧାତା आग पंच प्रकृति कहिबा एबे शुण रक्त झाल मल मूत्र बीर्य भियाण
ଏମନ୍ତ ପ୍ରକାର ପାର୍ଥ ଆଚାର ପ୍ରକୃତି, ଏକଥା ଶୁଣିଣ ତୋର ମନ ହେଉ ଶାନ୍ତି। କ୍ଷୁଧା ତୃଷ୍ଣା ନିଦ୍ରା ଏ ଯେ ତିନି ଗୋଟି ପାର୍ଥ, ତପତ ଶୀତଳ ଏହି ବେନି ହୋଏ ଜାତ। ତେଜର ପ୍ରକୃତି ଯେ ଶୁଣ ସବ୍ୟସାଚୀ, ବାୟୁର ଭିତରେ ପୁଣ 5 ଜଣ ଅଛି। ପବନ ଚଞ୍ଚଳ ବଳ ସହଜକୁ ଭରି, ଥିର ହୋଇ 5ରେ ହାକୁ ଧୟ କରି। ବାୟୁର ସମ୍ଭବ ଏ 5 ହେ ସିନା ବାବୁ, ଆକାଶରେ ମୂର୍ତ୍ତି ଏବେ କହିଦେବା ସବୁ। ଲୋଭ ମୋହ କାମ କ୍ରୋଧ ମାୟା ସବୁ ଘେନି, ଆକାଶର ଏ 5 ଟଇ ଫାଲଗୁନି। 25 ପ୍ରକୃତି ପଞ୍ଚ ଭିତରୁଟି ଜାତ, ଶୁଣି କରି ହରସ ହୋଇଲୁ ଟିକି ପାର୍ଥ। ଅର୍ଜୁନ ବୋଇଲେ ପ୍ରଭୁ ପାଇଲି ପରତେ, ତୁମ୍ଭେ ନ କହିଲେ ଏହା କେ କହନ୍ତା ମୋତେ। ଜ୍ଞାନବନ୍ତ ହୋଇଲି ଶ୍ରୀମୁଖ ଆଜ୍ଞା ପାଇ, ତେଣୁ କରି ତୁମ୍ଭଙ୍କୁ ମୁଁ ପୁଛିଲି ଗୋସାଇଁ। ପ୍ରାଣର ବଲ୍ଲଭ ମୋର ଲକ୍ଷ୍ମୀଙ୍କର ନାହା, ନାମ ରତ୍ନ ଗୀତାରେ କହିଲ ମୋତେ ଏହା। ହୃଦ ପଦ୍ମ ମଧ୍ୟରେ ଯେ ନଥଇଲ ମାୟା, ଭୃତ୍ୟଜନ ମାନଙ୍କୁ ତୁମ୍ଭର ବଡ଼ ଦୟା। ଆବର କଥା ଏ ମୋର ଶୁଣିମା ଶ୍ରୀହରି, ପଞ୍ଚଭୂତ ପ୍ରକୃତି କହିଲ ଶେଷ କରି। ଏ ଦେହରେ ଅଛଇ ଯେ 16 ମୁଖ, କେଉଁ ଚକ୍ରେ କେତେ ବର୍ଣ୍ଣ କହ ପଦ୍ମମୁଖ। ତେଣୁ କରି ଏକଥା ମୁଁ ପଚାରୁଛି ତୋତେ, ଦେବା ଦେବୀ ସହିତେ କହିବା ପ୍ରଭୁ ମୋତେ। ଶ୍ରୀହରି ବୋଇଲେ କିମ୍ପା ନ କହିବା ପାର୍ଥ, ଯେଉଁ କଥା ଶୁଣିଲେ ଜାଣିବୁ ବେଦର୍ଥ। ମୂଳ କମଳରେ 4 ବେଦ ଫାଲଗୁନି, ବକ୍ରତୁଣ୍ଡ ଗଣପତି କୁଣ୍ଡଳିକି ଘେନି। ଷଡ଼ଯେ ପାଖୁଡ଼ା ଲିଙ୍ଗ କମଳର ମୂଳେ, କାମେଶ୍ୱର ଦେବ କାମାକ୍ଷୀ ଘେନିଣ କୋଳେ। ମଝି ପୁର ନାଭି ଚକ୍ରେ ଅଟେ 10 ଦଳ, ଲକ୍ଷ୍ମୀକି ଘେନିଣ ତହିଁ ବିଜେ ଆଦି ମୂଳ। ଉଦୟ କମଳ ଯେ 12 ଚକ୍ର ଚିହ୍ନ, ପାର୍ବତୀଙ୍କି ଘେନି କୋଳେ ବିଜୟ ଈଶାନ। କଣ୍ଠର ମୂଳରେ ଯେ 16 ଦଳ କର୍ଣ୍ଣ, ପବନକୁ ଘେନି ଯିବ ଆତ୍ମାର ଯେ ସ୍ଥାନ। ଲଲାଟ ପଟରେ ପାର୍ଥ ବେନି ଦଳ ଏକା, ପରମାତ୍ମା ନିରଞ୍ଜନ ଆଦି ଶକ୍ତି ଲେଖା। ସିଦ୍ଧିରସ୍ତୁ 4 ବର୍ଣ୍ଣ ତଥିର ଉପର, 50ରୁ ବାହାରଟି ଏ 4 ଅକ୍ଷର। ତଥି ପରେ 16 ଆଧାରେ ବ୍ରହ୍ମଜ୍ଞାନ, ଅବିନାଶୀ ଅବ୍ୟକ୍ତ ଯେ ଅଟଇ ଅର୍ଜୁନ। ଶୁଣି କରି ଅର୍ଜୁନ ହୋଇଲେ କୃତକୃତ୍ୟ, ପାଦେ ପଡ଼ି ମସ୍ତକରେ ଯୋଡ଼ିବେନି ହସ୍ତ। 25 ପ୍ରକୃତି ଯେ 50 ଦଳ କଥା, କୃଷ୍ଣ ଦାସ ଭଣିଲେ ନାମ ରତ୍ନ ଗୀତା। ଇତି ଶ୍ରୀ ନାମରତ୍ନ ଗୀତାୟାଂ ଶ୍ରୀହରି ଅର୍ଜୁନ ସମ୍ବାଦେ ସାହୁ ଖାତକ ଦ୍ରବ୍ୟ ଦୋଷ ବିଚାରଣେ ପରସ୍ତ୍ରୀ ହରଣ ପାପ ପ୍ରସ୍ତାବେ ପାଦପଦ୍ମ ଭଜନ ବିଚାରଣେ ନାମ 6ଠ ଅଧ୍ୟାୟ।